ସମସ୍ତଙ୍କୁ ନମସ୍କାର। ମୁଁ ହଉଛି ରାଜେଶ୍ୱର ମଲ୍ଲିକ। ୟୁଟିଭି ତରଫରୁ ମୁଁ ସମସ୍ତଙ୍କୁ ନମସ୍କାର। ଆମେ ଏବେ ରୋଗ ବିଷୟରେ ଆମେ ଶିଖିବା। ପିତା ଆମକୁ କେଉଁ ରୋଗରୁ କେଉଁଠାରେ ଆମେ କେମିତି ସୁସ୍ଥ ହେବା ତାହା ଆମେ ଜାଣିପାରିବା। ଆସନ୍ତୁ ଏହି ପ୍ରାର୍ଥନା ସଭାରେ ଆପଣ ମାନେ ଜଡ଼ିତ ଅଛନ୍ତି, ତାହେଲେ ଆପଣ ମଧ୍ୟ ଶିଖିପାରିବେ ଆଉ ଜାଣିପାରିବେ। ଆମକୁ ପିତା କଣ କହିବେ, କି ରୋଗର ସୁସ୍ଥ କରିବେ ତାହା ଆମେ ଜାଣିପାରିବା। ଆସନ୍ତୁ ଆଉ ଆମେ ପାଠ କରିବା ଆସନ୍ତୁ। ଆଉ ପ୍ରଭୁ ଯୀଶୁ ଏହି ପୃଥିବୀରେ ଆଉ ଆମର କେତେ ରୋଗ କଷ୍ଟ ଆଉ କ୍ଷମା କରନ୍ତି, ତାହା ଆମମାନଙ୍କର ପିତା ମଧ୍ୟ କ୍ଷମା କରନ୍ତି। ଗୀତ ସଂହିତା 103 ତାର 2-3 ଆମେ ପାଠ କରିବା ଆସନ୍ତୁ। ଏ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳମୟ ସବୁ ପାଶର ନାହିଁ, ସେ ତୁମ୍ଭର ଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି। ଆପଣ ମାନଙ୍କର ରୋଗ କେତେ ପ୍ରକାର? ଅନେକ ରୋଗ ଅଛି। ମାନସିକ ରୋଗ ଆଉ ରୋଗ ସୁସ୍ଥ ହେବା ପାଇଁ ଆମେ ପ୍ରଭୁ ଯୀଶୁଙ୍କୁ ଆମେ କ୍ଷମା ମାଗିବାକୁ ହେବ। ଆସନ୍ତୁ ଭାଇ ମାନେ ଆଉ ବାପା ପୁଅ ସମସ୍ତେ, ଏଇ ଆପଣ ମାନେ ଗୋଟେ ଜାଗାରେ ଯାଉଛନ୍ତି, ପ୍ରାର୍ଥନା କିପରି କରାହବ ତାହେଲେ ଆମ୍ଭେ ମାନେ ସମସ୍ତେ ଜାଣିବାକୁ ପଡିବ। ଜୋଏଲ ଭବିଷ୍ୟତ ବକ୍ତା କହୁଅଛନ୍ତି 2:12-13-18 ପଦ ଆମେ ଦେଖିବା। ନିଜେ ବିଶ୍ୱାସ କଲେ ଖାନ୍ଦିକି ପ୍ରାର୍ଥନା କର, ଆଣ୍ଠୁ ପୋତିକି ପ୍ରାର୍ଥନା କର, ତାହେଲେ ତୁମକୁ ମୁଁ ଶୁଣିବି। ତେଣୁ ଆପଣ ମାନେ ଆଉ ବିଶ୍ୱାସ ସହିତ ପ୍ରାର୍ଥନା କଲେ ଯାହା ସବୁ ଅଛି ରୋଗ ତାହା ସୁସ୍ଥ କରିବେ। ଆମର ଯଦି ବିଶ୍ୱାସ ଜୀବନ ନାହିଁ, ତାହେଲେ ରୋଗ ସୁସ୍ଥ କରିବାଟା ହବ ନାହିଁ। ଏକମାତ୍ର ପରମେଶ୍ୱରକୁ ଆରାଧନା କରିବା। ପରମେଶ୍ୱର କହୁଅଛନ୍ତି, ଏ ମନୁଷ୍ୟ ଜାତି, ତୁମ୍ଭେ ମାନେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ଜୁଆଳ ପ୍ରଭୁ ଯୀଶୁ 29 ଲେଖା ଅଛି, ମାତ୍ୟ 11:29 ଲେଖା ହେଇଛି। ଜୁଆଳ ଗୋଟେ ହଉଛି ଗୋଟେ ପଟେ ଯୀଶୁ ଆଉ ଗୋଟେ ପଟେ ମୁଁ। ତେଣୁ ମୋ ଜୁଆଳ କେମିତି ବୁଣିବି ତାହା ଆମେ ମାନେ ଜାଣିବାକୁ ପଡିବ। ଜୁଆଳ ଅର୍ଥ ହଉଛି ପ୍ରଭୁଙ୍କର ଅନେକ ଜୀବନ ବିତେଇବାକୁ ପଡିବ। ପ୍ରଭୁକୁ ଆମେ ବିଶ୍ୱାସ କରିବାକୁ ପଡିବ। ପ୍ରଭୁକୁ ଆମେ ଏ ଅନ୍ତର ରହିବାକୁ ବାସସ୍ଥାନ ଦେବାକୁ ପଡିବ। ତେଣୁ ଆମ୍ଭର ସବୁ ରୋଗ ସୁସ୍ଥ କରାହବ। ଏ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ ଦିଅ, କାରଣ ସେ ସୁସ୍ଥମୟ ଆଉ ସେ ପରିପୂର୍ଣ୍ଣ ଏହି ଜଗତରେ କେତେ ଅନେକ ଯୀଶୁ, ଅନେକ ପିତା, ଅନେକ ଯେକୌଣସି ଦେବତା ନାହିଁ, ଏକମାତ୍ର ପରିପୂର୍ଣ୍ଣ କରିଅଛନ୍ତି ଏହି ଜଗତରେ ପିତା ଈଶ୍ୱର। ଆମେ ଯଦି ତାହାଙ୍କୁ ଛାଡିକି ଅନ୍ୟ ଜାଗାରେ ଯିବା, ଅନ୍ୟକୁ ବିଶ୍ୱାସ କରିବା, ଆଉ କେମିତି ଆମେ ରୋଗ ସୁସ୍ଥ ହେବା? ଭାଇ ମାନେ, ଆମ୍ଭେ ମାନେ ପ୍ରଭୁ ଯୀଶୁଙ୍କୁ ଆମେ ଜାଣିଛେ, ତାହେଲେ ଆମେ ଯୀଶୁକୁ ପାଖକୁ ଯିବା, ପିତାକୁ ମାଗିବା। ନହେଲେ ଆମେ ଯେକୌଣସି ମୂଳକୁଣ୍ଠ ହୁଅ ଆଉ ଅନେକ ଦେହରେ ଅଛି,
ତାହା ରୋଗ ସୁସ୍ଥ ହେବ। ପ୍ରଭୁ ନ ପାରବାଟା ଆଉ କେହି ଜଗତରେ ରୋଗ ନାହିଁ। ଆସନ୍ତୁ ଆମେ ରୋଗ ସୁସ୍ଥ ହେବା ପାଇଁ ପ୍ରଭୁ ଯୀଶୁଙ୍କୁ ଆମ ଜାଣିବା ଆଉ ସ୍ଥିର କରିକି ଆମେ ପ୍ରଭୁଙ୍କୁ ମାଗିବା। ଆପଣ ମାନଙ୍କର ଏଇଟି ମଧ୍ୟରେ ମୁଁ ନମସ୍କାର। ଆପଣଙ୍କ ଏହି ଭିଡିଓରେ ଭଲ ଲାଗିଲା କମେଣ୍ଟ ମଧ୍ୟରେ ଆମକୁ ଜଣାନ୍ତୁ। ଆଉ ଆସନ୍ତା ଭିଡିଓରେ ଆପଣ ମାନଙ୍କୁ ଭେଟା ଭେଟି ହବା। ନମସ୍କାର।